ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ ଆଉ ସମସ୍ତଙ୍କୁ ଏହି ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରେ। ପରମେଶ୍ୱର ଆମମାନଙ୍କୁ ଦୟା ଅନୁଗ୍ରହ କରି ସେ 2026 ମସିହା ଆମମାନଙ୍କ ଜୀବନରେ ଯୋଗ କରିଛନ୍ତି। 2025 ମସିହା ସାରା ସେ ଆମମାନଙ୍କ ଯତ୍ନ ତତ୍ତ୍ୱ ନେଲେ, ଆମମାନଙ୍କ ସକଳ ଭାର ବହନ କଲେ, ଆମମାନଙ୍କୁ ପ୍ରତ୍ୟେକ ଆବଶ୍ୟକ ବିଷୟ ଯୋଗାଇ ଆଉ ସେ ବିଶ୍ୱସ୍ତ ଭାବରେ ଆମମାନଙ୍କ ଜୀବନରେ 2026 ମସିହା ସେ ଦେଇଛନ୍ତି। ଆଜି 2026 ମସିହା ଜାନୁଆରୀ ମାସ 1 ତାରିଖ ଆଉ ସମଗ୍ର ବିଶ୍ୱ ନୂତନ ବର୍ଷର ଆନନ୍ଦ ଉଲ୍ଲାସ ସେମାନେ ମନାଉଛନ୍ତି। ଆଉ ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଆମେ ଆତ୍ମିକ ଭାବରେ ଆଉ ରାଇଟଲି ଆମମାନେ ନୂତନ ବର୍ଷରେ ଆମେ ପ୍ରବେଶ କରିଛୁ। ଆମେ ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରିଛନ୍ତି ଆଉ ଦୟାକରି ସେ ନୂତନ ବର୍ଷ ଦେଇଛନ୍ତି। ଏ ନୂତନ ବର୍ଷରେ ମୁଁ ଏ ନୂଆ ବର୍ଷର ନୂଆ କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ। ନୂଆ ବର୍ଷର କିଛି ନୂଆ କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ। ବାଇବଲ କହେ ଯିଶାୟ 43 ଅଧ୍ୟାୟର 19 ପଦରେ, ଦେଖ ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା। ପ୍ରିୟମାନେ, ପରମେଶ୍ୱର ଆମମାନଙ୍କୁ କହୁଛନ୍ତି ଦେଖ ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା। ସେ ଆମମାନଙ୍କ ଜୀବନରେ ସେ ନୂତନ କାର୍ଯ୍ୟ କରିବା ପରମେଶ୍ୱର ସେ ଅଟନ୍ତି। ଆଉ ସେ ନୂଆ କାର୍ଯ୍ୟ କ'ଣ ଅଟେ? ଆମେ ପଢ଼ିବା ଜିହିଜିକେଲ ପୁସ୍ତକ। ଜିହିଜିକେଲ ପୁସ୍ତକ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। ଜିହିଜିକେଲ ପୁସ୍ତକ 36 ଅଧ୍ୟାୟ। ବହୁତ ସୁନ୍ଦର ଭାବରେ ଏହି ନୂତନ ବର୍ଷରେ ପରମେଶ୍ୱର ସେ ଯେଉଁ ନୂଆ କାମ ସେ କରିବା ପାଇଁ ଯାଉଛନ୍ତି। 36 ଅଧ୍ୟାୟର 26 ପଦ, ଆହୁରି ଆମ୍ଭେ ସେମାନଙ୍କୁ ଏକ ନୂତନ ହୃଦୟ ଦେବା, ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା, ଆଉ ଆମ୍ଭେ ତୁମ୍ଭମାନଙ୍କର ମାଂସମୟ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା। ପ୍ରିୟମାନେ, ପରମେଶ୍ୱର ଏହି ନୂତନ ବର୍ଷରେ ସେ ତାଙ୍କ ଲୋକମାନଙ୍କୁ ଗୋଟେ ନୂଆ ହୃଦୟ ଦେବା ପାଇଁ ଚାହୁଁଛି, ନୂଆ ମନ ଦେବା ପାଇଁ ଚାହୁଁଛି। ଏହାର ଅର୍ଥ କ'ଣ? ଯେଉଁ ହୃଦୟ ପରମେଶ୍ୱରଙ୍କର ଇଚ୍ଛାକୁ ପାଳନ କରିବା ପାଇଁ ଚାହେଁ, ଯେଉଁ ମନ ପରମେଶ୍ୱରଙ୍କ ମାର୍ଗରେ ଚାଲିବା ପାଇଁ ଚାହେଁ, ଏହି ପ୍ରକାର ଗୋଟେ ହୃଦୟ ଦେବା ପାଇଁ ଚାହାନ୍ତି। ଅନେକ ଅଛନ୍ତି ଯେଉଁମାନେ କି ଇଚ୍ଛା ଅଛି ପ୍ରଭୁଙ୍କ ମାର୍ଗରେ ଯିବା ପାଇଁ, ମାତ୍ର ସେମାନେ ଯାଇପାରୁନାହାନ୍ତି। ମାତ୍ର ପରମେଶ୍ୱର ଏହି ନୂତନ ବର୍ଷରେ ସେ ନୂତନ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ଆଉ ସେ ତାଙ୍କ ଲୋକମାନଙ୍କୁ ନୂଆ ହୃଦୟ ଆଉ ନୂଆ ମନ ଦେବା ପାଇଁ ଚାହୁଁଛନ୍ତି। ପ୍ରିୟମାନେ, ଆପଣମାନେ ଏହି ବାକ୍ୟ ଶୁଣି ଆପଣମାନେ ଆମେନ୍ କହିବେ, ଏ ବାକ୍ୟକୁ ନିଜର କରିବେ। କାରଣ ଏ ନୂଆ ବର୍ଷର ନୂଆ କଥା କ'ଣ ଯେ ପରମେଶ୍ୱର ଆମମାନଙ୍କ ଜୀବନରେ ନୂତନ କାର୍ଯ୍ୟ ସେ କରିବା ପାଇଁ ଚାହୁଁଛନ୍ତି। ଆମମାନଙ୍କୁ ଗୋଟେ ନୂଆ ମନ, ନୂଆ ହୃଦୟ ସେ ଦେବା ପାଇଁ ଚାହୁଁଛନ୍ତି। ପୁରୁଣା ମନ, ପୁରୁଣା ହୃଦୟ, ପୁରୁଣା ପାପ, ପୁରୁଣା ମାର୍ଗରେ ଯାଉଛି। ଆଉ ଏ ନୂଆ ହୃଦୟ, ନୂଆ ମନ ପରମେଶ୍ୱରଙ୍କର ସେହି ନୂତନ ଜୀବନଦାୟକ ପଥରେ ଚାଲିବ। ଦ୍ୱିତୀୟ ବିଷୟ କହିବା ପାଇଁ ଚାହେଁ ଯିଶାୟ 40 ଅଧ୍ୟାୟର 30 ପଦରୁ, ତୁମ୍ଭେମାନେ ତରୁଣମାନେ ହେ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ। ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ନୂତନ ବର୍ଷରେ ନୂତନ କାର୍ଯ୍ୟ ପ୍ରଭୁ ଆମମାନଙ୍କ ଜୀବନରେ କରିବେ, ଆମକୁ ନୂଆ ନୂଆ ବଳ ଦେବେ। ଅନେକ ଜଣ ଦୁର୍ବଳ ହୋଇଯିବେ, ଅନେକ ଜଣ ପଡ଼ିଯିବେ, ମାତ୍ର ପରମେଶ୍ୱର ସେ କହୁଛନ୍ତି ଯେ ନୂଆ ବଳ ପାଇବେ। ସେମାନେ ଉକ୍ରସ ପକ୍ଷୀ ପରି, ପୃଥିବୀରେ ଅନେକ ପକ୍ଷୀ ଅଛି, ପକ୍ଷୀମାନଙ୍କ ରାଜା ହେଲା ଉକ୍ରସ ପକ୍ଷୀ। ଆଉ ସେ ଏତେ ଉପରକୁ ଉଠିବ, ସେ ନୂଆ ବଳ ଆପଣଙ୍କୁ ବହୁତ ଉପରକୁ ଉଠାଇବ। ପରମେଶ୍ୱର ଆପଣଙ୍କୁ ଉକ୍ରସ ପକ୍ଷୀ ପରି ପକ୍ଷରେ ଉପରକୁ ଉଡ଼େଇବେ। ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ପ୍ରିୟମାନେ, ପରମେଶ୍ୱର ଆମମାନଙ୍କ ଜୀବନରେ ସେ ନୂଆ କାର୍ଯ୍ୟ କରିବେ, ନୂଆ ହୃଦୟ, ନୂଆ ମନ ଦେବେ। ତା ସହିତ ସେଇ ପରମେଶ୍ୱରଙ୍କର ମାର୍ଗରେ ଚାଲିବା ପାଇଁ ନୂଆ ନୂଆ ବଳ ମଧ୍ୟ ସେ ଦେବା ପରମେଶ୍ୱର ଅଟନ୍ତି। ଏହା ପରମେଶ୍ୱରଙ୍କର ପ୍ରତିଜ୍ଞା ଅଟେ। ଏହି ନୂତନ ବର୍ଷରେ ଆମମାନଙ୍କ ଜୀବନରେ ସେ ନୂତନ କାର୍ଯ୍ୟ ସେ କରିବା ପାଇଁ ଚାହୁଁଅଛନ୍ତି। ସେ ଆମମାନଙ୍କୁ ନୂଆ ନୂଆ ବଳ ଦେବେ। କାରଣ ପରମେଶ୍ୱର ପୁରୁଣା ଦେବା ପରମେଶ୍ୱର ନୁହନ୍ତି। ପଢ଼ିବା ବିଳାପ 3 ଅଧ୍ୟାୟ ଏହାର 22 ପଦରେ, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ
ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କ କରୁଣା ଶେଷ ହୁଏ ନାହିଁ। ପ୍ରଭୁଙ୍କର ଗୌରବ ହଉ। 23 ପଦରେ ସେସବୁ ପ୍ରତି ପ୍ରଭାତରେ ନୂତନ। ପ୍ରିୟମାନେ, ପରମେଶ୍ୱରଙ୍କର ଦୟା ଓ କରୁଣା ପ୍ରତି ବର୍ଷ ନୁହେଁ, ପ୍ରତି ମାସ ନୁହେଁ, କି ପ୍ରତି ସପ୍ତାହ ନୁହେଁ, ମାତ୍ର ପ୍ରତି ପ୍ରଭାତରେ, ସନ୍ଧ୍ୟାରେ ନୁହେଁ କି ମଧ୍ୟାହ୍ନ ସମୟରେ ମଧ୍ୟ ନୁହେଁ, ପ୍ରତି ପ୍ରଭାତରେ ତାଙ୍କର ଦୟା ଚିର ନୂତନ ଅଟେ। ପରମେଶ୍ୱର ପ୍ରତି ପ୍ରଭାତରେ ସେ ଆମମାନଙ୍କୁ ନୂଆ କାର୍ଯ୍ୟ କରିବେ, ଆମକୁ ନୂଆ ନୂଆ ଦୟା ଦେବେ। ଆଜି ଲୋକମାନେ ଦୟାକୁ ଖୋଜି ବୁଲୁଛନ୍ତି। କିଏ ଆମକୁ ଦୟା କରିବ, କିଏ ଆମକୁ ଦୟା କରିବ? ମାତ୍ର ପରମେଶ୍ୱର ଆମକୁ ସେ ଦୟା କରିବା ପାଇଁ ପ୍ରମିଶ କରୁଛନ୍ତି। ଆପଣ ମନୁଷ୍ୟମାନଙ୍କର ଦୟା ପଛରେ ଯାଇଛନ୍ତି, ମାତ୍ର ପରମେଶ୍ୱର କହୁଛନ୍ତି ଯେ ସେ ଆମ ଜୀବନରେ ସେ ନୂଆ ନୂଆ ସେ ଦୟା ଦେବା ପରମେଶ୍ୱର ଅଟନ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଆପଣମାନଙ୍କୁ ପଢ଼ି ଶୁଣାଇବା ପାଇଁ ଚାହେଁ ଗୀତ ସଂହିତା ପୁସ୍ତକ, ଏହାର 40 ଗୀତ। ଗୀତ ସଂହିତା ପୁସ୍ତକ 40 ଗୀତରେ ଗୀତ ରଚକ ଦାଉଦ କହନ୍ତି ଯେ ସେ କି ପ୍ରକାର ଭାବରେ ତାଙ୍କ ଜୀବନରେ ନୂତନ ଗୀତ ଦେବେ। ଲେଖାଯାଏ, ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କ ଅପେକ୍ଷା କଲି, ପୁଣି ମନୋଯୋଗ କରି ସେ ମୋର କାକୁକ୍ତି ଶୁଣିଲେ ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦରୁ ଉଠେଇ ଆଣିଲେ ଓ ଶୈଳ ଉପରେ ମୋ ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ। ପୁଣି ସେ ମୋ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି। ପ୍ରିୟମାନେ, ପରମେଶ୍ୱର ଆମ ଜୀବନରେ ଏହି ପ୍ରକାର କାମ କରିବେ ଯେ ଆମେ ନୂଆ ନୂଆ ସାକ୍ଷ୍ୟ ଦେବା, ନୂଆ ନୂଆ ଗୀତ ଗାଇବା, ନୂଆ ନୂଆ ପ୍ରଶଂସା କରିବା। କାରଣ ପରମେଶ୍ୱର ଆମ ଜୀବନରେ ସେ କାର୍ଯ୍ୟ କରୁଛନ୍ତି। ନୂଆ ବଳ ଦେବେ, ନୂଆ ହୃଦୟ ଦେବେ, ନୂଆ ଦୟା ଦେବେ, ଆଉ ସେ ନୂଆ ଗୀତ, ନୂତନ ଗୀତ ସେ ଆମମାନଙ୍କର ଜୀବନରେ ଦେବା ପାଇଁ ଚାହୁଁଛନ୍ତି। ଆମେ ନୂଆ ନୂଆ ଗୀତ, ଆମକୁ ସାକ୍ଷ୍ୟ, ପ୍ରତି ସମୟରେ ଆମମାନଙ୍କ ସାକ୍ଷ୍ୟ ଗୁଡ଼ିକ, ନୂଆ ନୂଆ ସାକ୍ଷ୍ୟ ଗୁଡ଼ିକ ସେ ଆମମାନଙ୍କ ଜୀବନରେ ସେ ଦେବା ପାଇଁ ଚାହୁଁଛନ୍ତି। ସେଇ ନୂଆ ନୂଆ ସାକ୍ଷ୍ୟ ଆମମାନଙ୍କୁ ଅଧିକ ପରିମାଣରେ ଆଗକୁ ବଢ଼େଇବ। ଆମେ ଯଦି ପଢ଼ିବା ଗୀତ ସଂହିତା 96:1, ଆହେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାୟନ କର। ସମସ୍ତେ ଗାଇପାରିବେ। ଯେଉଁମାନଙ୍କ ଜୀବନରେ ପରମେଶ୍ୱର କାମ କରୁଛନ୍ତି ସେମାନଙ୍କୁ ହିଁ କ'ଣ କରିପାରିବେ? ସେମାନେ ନୂଆ ନୂଆ ଗୀତ ସେମାନେ ଗାଇପାରିବେ। ସମସ୍ତେ ନୂଆ ନୂଆ ଗୀତ ଗାଇପାରିବେ ନାହିଁ। ପରମେଶ୍ୱର ଏ ନୂଆ ବର୍ଷରେ ନୂଆ ଭାବରେ ଆମମାନଙ୍କ ଜୀବନରେ କାମ କରିବେ, ଆଉ ଆମେ ନୂଆ ନୂଆ ଗୀତ ଗାଇ ପରମେଶ୍ୱରଙ୍କର ଗୌରବ କରିବା। ଲୋକମାନେ ସେ ଗୀତ ଶୁଣି, ସେ ସାକ୍ଷ୍ୟ ଶୁଣି ସେମାନେ ଆଶ୍ଚର୍ଯ୍ୟ ହେଇଯିବେ। ପ୍ରିୟମାନେ, ବାଇବଲ କହେ, ଆମେ ରୋମୀୟ ପୁସ୍ତକ 12:2, ତୁମେମାନେ ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ଶୁଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣିପାର। ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ। ଆମମାନଙ୍କର ସେ ମନକୁ ନୂତନୀକରଣ କରିଦେବେ, ଫ୍ରେଶ୍ କରିଦେବେ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ସେଇ ପ୍ରକାର ପରମେଶ୍ୱର। ଆଉ ସବୁଠୁ ବଡ଼ ବିଷୟ, ଏ ନୂଆ ବର୍ଷର ସବୁଠାରୁ ବଡ଼ ବିଷୟ ଆମମାନେ ପଢ଼ିବା 2 କରିନ୍ଥୀୟ ଏହାର 5:16। ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଛନ୍ତି। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ଆମକୁ ସେ ରିପେୟାର କରନ୍ତି ନାହିଁ। ଆମର ପରମେଶ୍ୱର ଆମକୁ ସେ ନୂତନ ସୃଷ୍ଟି କରିଛନ୍ତି। ପୁରାତନ ବିଷୟ ସବୁ ସେ ଲୋପ କରି ଆମମାନଙ୍କର ଜୀବନରେ ସେ ନୂତନ ଖ୍ରୀଷ୍ଟଙ୍କର ସ୍ୱଭାବ, ଖ୍ରୀଷ୍ଟଙ୍କର ଚରିତ୍ର ସେ ଆମମାନଙ୍କୁ ଦେଇଛନ୍ତି। ଆଉ ଏହି ଖ୍ରୀଷ୍ଟଙ୍କର ସ୍ୱଭାବ, ଏହି ଖ୍ରୀଷ୍ଟଙ୍କ ଚରିତ୍ର ଆମମାନଙ୍କୁ ରେପ୍ଚରକୁ ନେଇଯିବ। ଆମମାନଙ୍କୁ ସେ ଶରୀର ପରିବର୍ତ୍ତିତ କରି ମେଘମାଳାକୁ ଆମମାନଙ୍କୁ ନେଇଯିବ। କାରଣ ପରମେଶ୍ୱର ଏହି ନୂଆ ବର୍ଷର ନୂଆ କଥା ସେ ଆମମାନଙ୍କୁ କହୁଛନ୍ତି। ପରମେଶ୍ୱର ଆମମାନଙ୍କ ଜୀବନରେ ସେ ନୂତନ ହୃଦୟ ଦେବେ, ନୂତନ ମନ ଦେବେ, ନୂଆ ବଳ ପ୍ରଦାନ କରିବେ, ନୂଆ ଦୟା ଦେବେ, ଆମମାନଙ୍କ ଜୀବନରେ ନୂଆ ନୂଆ ଗୀତ ଦେବେ, ଆମମାନଙ୍କ ମନକୁ ନୂତନୀକୃତ କରିଦେବେ ଓ ଆମକୁ ସେ ନୂତନ ସୃଷ୍ଟି କରିବା ପରମେଶ୍ୱର ଅଟନ୍ତି। ପ୍ରଭୁଙ୍କର ଗୌରବ ହଉ। ପରମେଶ୍ୱର ନୂଆ ବର୍ଷରେ 2026 ମସିହାର
ଏହି ନୂତନ ବର୍ଷରେ ପରମେଶ୍ୱର ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଆପଣମାନଙ୍କ ଜୀବନରେ ନୂଆ ନୂଆ କାର୍ଯ୍ୟ ହେଉ, ଆପଣମାନେ ନୂଆ ନୂଆ ସକ୍ସେସ୍ ପାଆନ୍ତୁ, ନୂଆ ନୂଆ ଅଭିଷେକ ପାଆନ୍ତୁ, ନୂଆ ନୂଆ ବିଜନେସ୍ ଗୁଡ଼ିକ ପାଆନ୍ତୁ, ନୂଆ ନୂଆ ଉନ୍ନତି ଲାଭ କରନ୍ତୁ, ନୂଆ ନୂଆ ଜବ୍ ଗୁଡ଼ିକ ପାଆନ୍ତୁ। ଏହା ଆମମାନଙ୍କର ପ୍ରାର୍ଥନା। ଏହି ନୂତନ ବର୍ଷରେ ନୂଆ ନୂଆ ମଣ୍ଡଳୀ ଗୁଡ଼ିକ ସ୍ଥାପିତ ହେଉ, ନୂଆ ନୂଆ ଆତ୍ମା ଗୁଡ଼ିକ ମଣ୍ଡଳୀରେ ସଂଯୁକ୍ତ ହୁଅନ୍ତୁ, ନୂଆ ନୂଆ ଦର୍ଶନ ଗୁଡ଼ିକ ଆପଣମାନେ ଦେଖନ୍ତୁ। ଏହା ଆମମାନଙ୍କ ପ୍ରାର୍ଥନା। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ଏ ନୂତନ ବର୍ଷରେ ନୂତନ କଥା ତୁମେ ଆମମାନଙ୍କୁ କହିଛ। ଆଉ ପ୍ରଭୁ, ଯେଉଁ କଥା କେବେ ପୁରୁଣା ହୁଏ ନାହିଁ, ଏହି ପ୍ରକାର କଥା ତୁମେ ଆମମାନଙ୍କୁ କହିଛ। ଆମେ ତୁମକୁ ଧନ୍ୟବାଦ ଦେଉଛୁ, ପ୍ରଶଂସା କରୁଛୁ। ପ୍ରଭୁ, ତୁମେ ଆମମାନଙ୍କ ଜୀବନରେ ନୂଆ ବଳ ଦେବା ପରମେଶ୍ୱର, ନୂଆ ଦୟା ଦେବା ପରମେଶ୍ୱର। ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ଧନ୍ୟବାଦ ଦେଉଛୁ। ଆମେ ତୁମ ନାମର ଗୌରବ କରୁଛୁ। ନୂତନ ନୂତନ ଗୀତ ଦେବା ପରମେଶ୍ୱର ତୁମେ ଅଟ। ଧନ୍ୟବାଦ ପ୍ରଭୁ। ପ୍ରତ୍ୟେକ ଭାଇ ଭଉଣୀମାନେ ଯେଉଁମାନେ ଶୁଣୁଛନ୍ତି ସେମାନଙ୍କୁ ବ୍ଲେସ୍ କର। ସେମାନଙ୍କ ପୁରାତନ ବିଷୟ ଗୁଡ଼ିକ ଯାଅ, ନୂଆ ନୂଆ ବିଷୟ ଗୁଡ଼ିକ ସେମାନଙ୍କ ଜୀବନରେ ଘଟୁ। ପ୍ରଚୁର ପରିମାଣରେ ଆଶୀର୍ବାଦ କରି ତୁମେ ଗୌରବ ପାଅ। ପ୍ରାର୍ଥନା ଶୁଣିଛ ପ୍ରଭୁ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପୁନର୍ବାର ଆପଣ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା। ହ୍ୟାପି ନ୍ୟୁ ଇୟର୍। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆଉ ଆପଣମାନଙ୍କୁ ସେ ଅଧିକ ତାଙ୍କର ନିକଟବର୍ତ୍ତୀ ହେବା ପାଇଁ ଦିଅନ୍ତୁ। ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।